ତାଙ୍କର ଆଗରୁ ଫ୍ୟାମିଲି ଡିସ୍ପ୍ୟୁଟ୍ ତାଙ୍କ ପୁତୁରା ମାନଙ୍କ ସହିତ ଥିଲା ଆଉ ସେ ପୁତୁରା ମାନେ ତାକୁ ବ୍ରୁଟାଲି ହାଣିଛନ୍ତି ହାଣିକି ଫେରାର ହେଇଛନ୍ତି। ବେଆଇନ ମଦ ବେପାର ଓ ପଥର କୁଆଁରୀକୁ କେନ୍ଦ୍ର କରି ନିଜ ଦାଦାଙ୍କୁ ଖଣ୍ଡାରେ ହାଣି ଜୀବନ ନେଇଛନ୍ତି ପୁତୁରାମାନେ। ଏପରି ବିଭତ୍ସ ହତ୍ୟାକାଣ୍ଡ ଘଟିଛି ଗଞ୍ଜାମ ଜିଲ୍ଲା ଖଲିକୋଟ ତୁଳସୀପୁର ପଞ୍ଚାୟତର ହରିପୁର ଗାଁରେ। ମୃତକ ଜଣକ ହେଉଛନ୍ତି ତୁଳସୀପୁର ପଞ୍ଚାୟତର ନାୟବ ସରପଞ୍ଚ ମିନତି ଦାସଙ୍କ ସ୍ୱାମୀ ରବି ଦାସ। ପୂର୍ବରୁ ପଥର କୁଆଁରୀ ଓ ବେଆଇନ ମଦ ବ୍ୟବସାୟୀକୁ ନେଇ ରବି ଦାସଙ୍କ ସହ ତାଙ୍କ ପୁତୁରାଙ୍କର ଶତ୍ରୁତା ଲାଗି ରହିଥିଲା। ତେଣୁ ରବି ଦାସ ଓ ତାଙ୍କ ସ୍ତ୍ରୀ ଗାଁ ଛାଡ଼ି ନିଜ ଶ୍ୱଶୁର ଘରେ ରହୁଥିଲେ। ଆଉ ଗତକାଲି ଉଭୟ ସ୍ୱାମୀ ସ୍ତ୍ରୀ ହରିପୁରର ଏକ ପାଖ ଗାଁକୁ ଭୋଜିରେ ଯୋଗ ଦେବାକୁ ଆସି ଫେରୁଥିବା ସମୟରେ ତାଙ୍କ ପୁତୁରାମାନେ ପ୍ରଥମେ ବମ୍ ପକାଇ ପରେ ଖଣ୍ଡାରେ ହାଣି ଦେଇଥିଲେ। ତେଣୁ ଘଟଣାସ୍ଥଳରେ ହିଁ ରବି ଦାସଙ୍କର ମୃତ୍ୟୁ ହୋଇଥିଲା। ପୂର୍ବ ଆକ୍ରୋଶକୁ କେନ୍ଦ୍ରୀଭୂତ କରିକି 2023ରେ ଯେଉଁ ଘଟଣା ଘଟିଲା, ଯେଉଁ ବୋମାଡିଂ ହେଇଥିଲା, ଉଭୟଙ୍କର ଏଇ ଯେଉଁ ନୀଳା ଆଉ ଶୂନ୍ୟବାସୀଙ୍କର ଗୋଡ଼କୁ ମାଡ଼ ହେଇଥିଲା, ହାତକୁ ମାଡ଼ ହେଇଥିଲା। କିନ୍ତୁ ଏ କେସ୍ରେ ରବି ଦାସ ଇନଭଲ୍ଭ ନଥିଲା, ସେ କଞ୍ଚଣାରେ ଥିଲା। ତ କାରଣଟା ହେଲା ଏ ଯେଉଁ ସାଧାରଣତଃ ମଦ ବିକ୍ରି କେନ୍ଦ୍ରୀଭୂତ କରିକି ସିଏ ହଠାତ୍ କେମିତି ଘରଠିକି ଆସିଛି ଆମେ ବି ଜାଣିନୁ। ତ ଆସିଲା ପରେ ରାତିରେ ସେ ରହୁଛି ଏଠି, ସକାଳୁ ଯେମିତି ବାହାରିଛି ବୋଧେ ବୋମାଡିଂ କରୁଛି। ତେବେ ବେଆଇନ ମଦ ବ୍ୟବସାୟୀ ଓ ପଥର କୁଆଁରୀକୁ ନେଇ ରବି ଦାସଙ୍କ ସହିତ ତାଙ୍କ ପୁତୁରା ମାନଙ୍କର ହୋଇଥିବା ଶତ୍ରୁତାର କୌଣସି ସମାଧାନ ହୋଇପାରିନଥିଲା। ପରନ୍ତୁ ଦିନକୁ ଦିନ ଏହା ବୃଦ୍ଧି ପାଇଥିବା ବେଳେ ଦାଦା ପୁତୁରାଙ୍କ ମଧ୍ୟରେ ରହିଥିବା ଶତ୍ରୁତା ଉଗ୍ର ରୂପ ନେଇଛି। ସକାଳୁ ରବି ଦାସ ଶ୍ୱଶୁର ଘରକୁ ଯିବାକୁ ବାହାରିଥିବା ସମୟରେ ପୂର୍ବରୁ ପଡ଼ୋଶୀ ଘରେ ଖଣ୍ଡା ଓ ବମ୍ ଧରି ଲୁଚି ରହିଥିବା ରବି ଦାସଙ୍କ ପୁତୁରା ଏବଂ ସହଯୋଗୀମାନେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ପ୍ରଥମେ ରବି ଦାସଙ୍କ ଉପରକୁ ବୋମା ଫିଙ୍ଗିବା ପରେ ଖଣ୍ଡାରେ ହାଣି ଅତି ବିଭତ୍ସ ଭାବେ ହତ୍ୟା କରିଥିଲେ। ଯେତେବେଳେ ତାଙ୍କର ବିଜନେସ୍ ନେଇକି ତାଙ୍କ ପୁତୁରା ଭିତରେ ଝଗଡ଼ା ହେଇଥିଲା, ତ ସେଇଦିନଠୁ ଆମେ ଟିକେ ଦୂରରେ ରହୁଥିଲୁ, ଆମ କଞ୍ଚଣାରେ ରହୁଥିଲୁ। ତ ଗତକାଲି ରାତିରେ ଆମେ ଆସିଥିଲୁ କମଳାପଦର ଭୋଜି ଖାଇବା ପାଇଁ, ରାତିରେ ଏଠି ଥିଲୁ। ତ ସେମାନେ ରାତିରେ ଆସି ଜଗିକି ଥିଲେ। ତ ସକାଳେ ଆମେ ଯେତେବେଳେ ଗାଁକୁ ବାହାରିଲା ପରେ ମୋ ସ୍ୱାମୀ ଖଣ୍ଡାରେ ହାଣିକିରି ବୋମା ଫୁଟିଲେ, ତାପରେ ଖଣ୍ଡାରେ ହାଣିକିରି ମାନେ ସେଠି ଆଗ ତାଙ୍କେ ମରିଗଲେ। ଚିନାସି, କାଳିଆ ଆଉ ନିଆଞ୍ଚଳ, ଆଉ ଜଣେ କିଏ ମୁଁ ଜାଣିନି। ସେମାନେ ମାସ୍କ ପିନ୍ଧିଥିଲେ। ମୋ ପୁତୁରା ମାନେ ସେମାନେ ବିଜନେସ୍ ନେଇକି ମୋ ସ୍ୱାମୀ ସହ ଝଗଡ଼ା ଆଗରୁ ହେଇଥିଲା। ତାଙ୍କର କୁଆଁରୀ ଆଉ ମୁଁ କହିପାରିନି ଆଉ କିଛି, ମାନେ ତାଙ୍କର ପର୍ସନାଲ କ'ଣ ଏମିତି ଝଗଡ଼ା ହେଇଥିଲା ପଇସାକୁ ନେଇକି। ସେଟା ନଭେମ୍ବର ମାସ 2024ରେ ହେଇଥିଲା। ହଁ, ଆମ ଘରେ ରହୁଥିଲୁ, କାରଣ ମୋ ସ୍ୱାମୀ ସବୁବେଳେ ସେମାନେ ପିଟିବା ପାଇଁ ଆସିଲେ, ମାରିବା ପାଇଁ ଆସିଲେ, ସେଥିପାଇଁ ମୋ ସ୍ୱାମୀ ଧରିକି କଞ୍ଚଣାରେ ରହୁଥିଲୁ। ଆମେ ଯିବା ଆସିବା କରୁଥିଲୁ। ତ କାଲି ଥିଲା ଭୋଜି ଥିଲା, ତ ଆସିଥିଲୁ ଘରୁ ଆସିଲା ତାଙ୍କେ ରାତିରେ ଜଗିକି ଥିଲେ। ସକାଳେ ଆମେ ଯେତେବେଳେ ଘରୁ କଞ୍ଚଣା ବାହାରିଲା ବେଳେ ତ ସେମାନେ ଜଗିକିନି ଖଣ୍ଡରେ ହାଣି ବୋମା ଫୁଟେଇକି ସେ ମୋବାଇଲ ନେଇଯାଇଛନ୍ତି ଆଉ ବୁଲେଟ୍ ନେଇଯାଇଛନ୍ତି। ହଁ, ନାଇଁ କିଛି କହିନାହାନ୍ତି। ବାସ୍ ଖଣ୍ଡାରେ ଆସିକି ଆମେ ବାହାରୁଥିଲୁ ଆଗ, ସେ ଗାଡ଼ିରେ ତାଙ୍କ ବସିଥିଲେ, ସେଇଠୁ ଆଗ ହାଣିଦେଲେ ଖଣ୍ଡାରେ। 4 ଜଣ ଖଣ୍ଡା ଗୋଟେ ପଡ଼ିଛି, ଆଉ କ'ଣ ଖଣ୍ଡା ସେମାନେ ଫାଷ୍ଟ ବମ୍ ଫୁଟେଇଲେ, ତାପରେ ଖଣ୍ଡା ଜଣେ ଆଣିଲା, ଆଉ ସେମାନେ ସବୁ ପାଖରେ ଛିଡ଼ା ହେଇଥିଲେ, ଧରୁଥିଲେ। ସେ ମୋ ପୁତୁରା ମାନେ ସବୁ, ହଁ ନିଜ ପୁତୁରା ମାନେ, ନିଜ ଗାଁର। ହଁ। ତେବେ ହତ୍ୟାକାଣ୍ଡ ପରେ ପୁଲିସ ଖବର ପାଇ ଘଟଣାସ୍ଥଳରେ ଆସି ପହଞ୍ଚିଥିଲେ। ଆଉ ସାଇଣ୍ଟିଫିକ ଟିମ୍ ସହିତ ପୁଲିସ ଅଧିକ ତଦନ୍ତ କରିଥିବା ବେଳେ ମୃତ ରବି ଦାସ ପୂର୍ବରୁ ଏକାଧିକ ଅପରାଧିକ ମାମଲାରେ ଜଡ଼ିତ ରହି ଏକାଧିକ ଥର ଜେଲ୍ ମଧ୍ୟ ଯାଇଥିଲା। ସେପଟେ ଅଭିଯୁକ୍ତମାନେ ହତ୍ୟା କରି ଫେରାର ହୋଇଯାଇଥିବାରୁ ପୁଲିସ ସେମାନଙ୍କୁ ଧରିବା ପାଇଁ ଅନୁସନ୍ଧାନ ଚଳାଇଛି। ତାଙ୍କର ସକାଳୁ ଆମେ ଶୁଣିଲୁ ଗୋଟେ ମର୍ଡର କେସ୍ ହେଇଛି ହରିପୁରରେ। ସେ ଡିସିଜ୍ ନାଁ ହେଉଛି ରବୀନ୍ଦ୍ରନାଥ ଦାସ। ତାଙ୍କର ଆଗରୁ ଫ୍ୟାମିଲି ଡିସ୍ପ୍ୟୁଟ୍ ତାଙ୍କ ପୁତୁରା ମାନଙ୍କ ସହିତ ଥିଲା ଆଉ ସେ ପୁତୁରା ମାନେ ତାକୁ ବ୍ରୁଟାଲି ହାଣିଛନ୍ତି, ହାଣିକି ଫେରାର ହେଇଛନ୍ତି। ବୋଲେ କ'ଣ ପାଇଁ ଆକ୍ଚୁଆଲି ଡିସ୍ପ୍ୟୁଟ୍ ହେଇଛି, ତାଙ୍କ ଭିତରେ ମଦ ପାଇଁ ଆଗରୁ ଡିସ୍ପ୍ୟୁଟ୍ ଥିଲା, ମଦ ବିକାକୁ ନେଇକି ଆଗରୁ ଡିସ୍ପ୍ୟୁଟ୍ ଥିଲା ନା ଆଉ କ'ଣ ପାଇଁ ଡିସ୍ପ୍ୟୁଟ୍ ହେଇଛି ସେଇଟା ଆମର ତଦନ୍ତ ଚାଲିଛି। ସେ ତ କହୁଛନ୍ତି 2 ଜଣ, ତାଙ୍କ ପୁତୁରା 2 ଜଣ ନାଁ କହୁଛନ୍ତି, ଆଉ ଜଣେ କିଏ ଆସିଥିଲା। ଆଉ ଆମର ଧୀରେ ଧୀରେ ତାଙ୍କର ନାଁ ଫାଁ ସବୁ ଆସଟନ ହେଇଯିବ। ନିଶ୍ଚିତ ଆମେ ଅତି ଶୀଘ୍ର, ଯେହେତୁ ତାଙ୍କର ପୁତୁରା ମାନେ ଅଛନ୍ତି ଆଇଡେଣ୍ଟିଫାଇ ନୋନ୍ ଆକ୍ୟୁଜ୍, ସେ ଅତି ଶୀଘ୍ର ଧରା ହେବ।
ନିଜ ପୁତ୍ର ଗଞ୍ଜାମ ଜିଲ୍ଲାରୁ ଅଜିତ କୁମାର ପଟ୍ଟନାୟକଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।